ଜଗନ୍ନାଥ। ମୁଁ ରମେଶ ଚନ୍ଦ୍ର ନାୟକ ଜ୍ୟୋତିର୍ବିଦ୍ୟ। ଆପଣମାନଙ୍କୁ ବର୍ତ୍ତମାନ ମୁଁ ସବୁ ମାସର ରାଶିଫଳ ଜଣାଇବୁ। ଆପଣମାନଙ୍କୁ କିପରି ରାଶିଫଳ ଲାଗିଲା ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସଙ୍ଗେ ସଙ୍ଗେ କମେଣ୍ଟ ବକ୍ସକୁ ଅବଗତ କରାଇବେ। ଆସନ୍ତୁ ବର୍ତ୍ତମାନ ଏ ମାସର ଅର୍ଥାତ୍ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ମାସଟା ଅର୍ଥାତ୍ ବିଛା ରାଶି ତଥା 16/12/2025 ଠାରୁ 14/1/2026 ପର୍ଯ୍ୟନ୍ତ ଆପଣ ଏ ମାସଟି କିପରି କଟିବ ମୁଁ ତାହା ଆପଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଉଛି। ଆସନ୍ତୁ ବର୍ତ୍ତମାନ ଏ ବିଛା ରାଶି ଆପଣଙ୍କ ବିଛା ରାଶି ଅଧିପତି ହେଲେ ମଙ୍ଗଳ। ବିଛା ରାଶିର ଅଧିପତି ହେଲେ ମଙ୍ଗଳ। ଘାତ ବାର ଶୁକ୍ରବାର, ରେବତୀ ନକ୍ଷତ୍ର, ଦଶମ ଚନ୍ଦ୍ର। ବିଛା ରାଶି ଏ ବିଛା ରାଶିରେ ବର୍ତ୍ତମାନ ତନୁ ଘର ବା ଜନ୍ମ ଯାହା ପ୍ରତି ଜନ୍ମଗୃହ ତନୁ ଘରେ ବର୍ତ୍ତମାନ ବିଛା ଘରେ ଦୁଇଟି ଗ୍ରହ ଅବସ୍ଥାନ କରିଛନ୍ତି। ଶୁକ୍ର ମହାପ୍ରଭୁ ଅବସ୍ଥାନ କରୁଛନ୍ତି, ବୁଦ୍ଧ ମହାପ୍ରଭୁ ଅବସ୍ଥାନ କରୁଛନ୍ତି। ଶୁକ୍ର ହେଲେ ଜାତିଶ୍ରେଷ୍ଠ ବ୍ରାହ୍ମଣ ଏବଂ ଜ୍ଞାନୀ ପଣ୍ଡିତ। ଶୁକ୍ର ଗୋଟିଏ ରାଶିରେ 25 ଦିନ ଅବସ୍ଥାନ କରନ୍ତି, ଯାହା 14 ଦିନ ପରେ ଶୁଭଫଳ ପ୍ରଦାନ କରନ୍ତି। ବୁଦ୍ଧ ଗୋଟିଏ ଘରେ 18 ଦିନ ଅବସ୍ଥାନ କରନ୍ତି, 7 ଦିନ ପରେ ଶୁଭଫଳ ପ୍ରଦାନ କରନ୍ତି। ତେଣୁ ଶୁକ୍ର ବୁଧ ଆପଣ କ'ଣ କାର୍ଯ୍ୟ କରିବେ? ଶୁକ୍ର କ'ଣ କରିବ? ଶତ୍ରୁ ନାଶ କରିବ। ଆପଣ ପୂର୍ବରୁ ଶତ୍ରୁ ଲାଗି ରହିଥିବେ, ଯାହା ବର୍ତ୍ତମାନ ଶତ୍ରୁ ଲାଗୁଛନ୍ତି ତାକୁ ଶତ୍ରୁ ନାଶ କରିବ ଶୁକ୍ର ମହାପ୍ରଭୁ। ବୁଦ୍ଧ କ'ଣ କରିବେ? ଆପଣଙ୍କର ବର୍ତ୍ତମାନ ବୁଦ୍ଧ ହସ୍ତଗତ କାର୍ଯ୍ୟରେ ସଫଳ କରି ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ବା ଯେଉଁ କାର୍ଯ୍ୟ ଆପଣ କରିଯାଇଛନ୍ତି ଅସମ୍ପୂର୍ଣ୍ଣ ଅଛି, ସେ କାର୍ଯ୍ୟ ସବୁ ବୁଦ୍ଧ ସବୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କାରଣ ଏ ଦୁଇଟାକ ଗ୍ରହ ବର୍ତ୍ତମାନ ଶୁକ୍ରଙ୍କର ମିତ୍ର ଗ୍ରହ ହେଲେ ବୁଦ୍ଧ, ବୁଦ୍ଧଙ୍କର ମିତ୍ର ଗ୍ରହ ହେଲେ ଶୁକ୍ର। ଶାସ୍ତ୍ର କହୁଛି ଯୋଡ଼ାକୁ ଘୋଡ଼ା ସରି ନୁହେଁ। ଶୁକ୍ର ବୁଦ୍ଧ ଦୁଇଟି ଗ୍ରହ ଏକତ୍ରିତ ଥିବାରୁ ସେ ବ୍ୟକ୍ତି ଜ୍ଞାନୀ ପଣ୍ଡିତ, ବିଦ୍ୟାଶାଳୀ, ଧନବନ୍ତ ଏବଂ ତତ୍ ସଙ୍ଗେ ସଙ୍ଗେ ମଧ୍ୟ ପରର ଉପକାର କରିଥାଏ। ଶାନ୍ତି ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଶୁକ୍ର ମହାପ୍ରଭୁ ଏବଂ ବୁଦ୍ଧ ଆପଣଙ୍କୁ ମାସଟି ଆପଣଙ୍କୁ ପ୍ରଦାନ କରିବ। ଦ୍ୱିତୀୟ ଘର ଆସନ୍ତୁ ଧନ ଭାବ ଫଳରେ ଆପଣ କିପରି ଧନ ରୋଜଗାର କରିବେ ମାସଟି। ଏହି ଧନ ଗୃହରେ ବର୍ତ୍ତମାନ ମଙ୍ଗଳ ଏବଂ ରବି ଦୁଇଟି ଗ୍ରହ ଅବସ୍ଥାନ କରିଛନ୍ତି। ମଙ୍ଗଳ ଗୋଟିଏ ରାଶିରେ ଆପଣଙ୍କର 1.5 ମାସ ଅବସ୍ଥାନ କରନ୍ତି, ଏହା 16 ଦିନ ପରେ ଆପଣଙ୍କୁ ଶୁଭଫଳ ପ୍ରଦାନ କରିଥାନ୍ତି। ରବି ଆପଣଙ୍କର ଗୋଟିଏ ରାଶିରେ ଏହି ରବି ମାସଟି ମାସିକିଆ ଗ୍ରହ। ତେଣୁ ଆପଣଙ୍କର ବର୍ତ୍ତମାନ ଦ୍ୱିତୀୟରେ ମଙ୍ଗଳ ଥିବାରୁ ଜଟିଳ ସମସ୍ୟା ଉପୁଜିବ। ମଙ୍ଗଳ ଏବଂ ଜଟିଳ ସମସ୍ୟା ଉପୁଜିବା ସଙ୍ଗେ ସଙ୍ଗେ ଆପଣ ମଧ୍ୟ ଟେନସନ୍ରେ ରହିବେ, ଟିକେ ଭୟଭୀତ ରହିବେ, କୌଣସି ଅସୁବିଧା କରିପାରନ୍ତି, ଆପଣଙ୍କୁ ଟିକେ ଭୟ ଲାଗିବ, ବାଧାବିଘ୍ନ ସୃଷ୍ଟି ହେବ। ତେଣୁ ମାଙ୍ଗଳିକ କାର୍ଯ୍ୟ ଆପଣଙ୍କ କୌଣସି ପ୍ରକାର କାର୍ଯ୍ୟ କରାଇଦେବ ନାହିଁ। ବୁଝିପାରିଲେ ଆଜ୍ଞା? ଆଚ୍ଛା, ତା ସହିତ ଦେଖନ୍ତୁ ଆସନ୍ତୁ ରବି କ'ଣ କରିବେ? ଦ୍ୱିତୀୟ ଘର ମଧ୍ୟ ରବି ରହିଛନ୍ତି। ଆପଣ ସେଇ ଧନଭାବ ଫଳରେ ଅର୍ଥ ନାଶ କରିବେ। ଆପଣ ଯେଉଁ ଦୀକ୍ଷା ରୋଜଗାର କରିବାକୁ ଚାହୁଁଛନ୍ତି ଅର୍ଥ ନାଶ। ଶାସ୍ତ୍ର କହୁଛି ଜନ୍ମସ୍ଥ ରବି ଶତ୍ରୁ ବୁଝି କରେ, ଦ୍ୱିତୀୟ ବନ୍ଧୁକୁ ଭେଦ ବିଚାରେ। ଶାସ୍ତ୍ର ଯାହା କହୁଛି ତେଣୁ ସେ ଅର୍ଥ ନାଶ କରିବ। ବନ୍ଧୁ ଭିତରେ ଆପଣ ବନ୍ଧୁବାନ୍ଧବ ପଡ଼ିଶାମାନଙ୍କ ସହିତ କି ଆପଣ ଅଫିସରେ ମଧ୍ୟ ଶତ୍ରୁତା ଆଚରଣ କରିବେ ବୋଲି ଶାସ୍ତ୍ର ଯାହା କହୁଛି। ଚତୁର୍ଥ ଘର ଆସନ୍ତୁ। ଚତୁର୍ଥ ଘର ଆପଣ ବନ୍ଧୁଭାବ ଫଳ ଗ୍ରହ। ବନ୍ଧୁଭାବ ଫଳ ଗୃହରେ ଆପଣଙ୍କ ରାହୁ ମହାଗ୍ରହ ଅବସ୍ଥାନ କରିଛନ୍ତି। ରାହୁ ହେଲେ ପାପକାରକ ଗ୍ରହ ଏବଂ ରାହୁ ରହିଲେ ହାଉ ହାଉ କରିବ। ଇଏ ହେଲେ ଶରୀର ବିହୀନ, କେବଳ ମସ୍ତିଷ୍କ ଅଛି। ଆପଣଙ୍କ ଶତ୍ରୁ ବୃଦ୍ଧି କରିବ, ଅର୍ଥ ନାଶ, ବିଭିନ୍ନ ପ୍ରକାର ଆପଣଙ୍କୁ ରୋଗ ସମସ୍ୟା କରିବ, ଅଶାନ୍ତି, ମନ ଅସ୍ଥିରତା କରିବ, ପାଲା ମାତ୍ରାରେ ମିଳେ ଆପଣ ବିଚଳିତ ହେବେ। ରାହୁ ବନ୍ଧୁବାନ୍ଧବ ମଧ୍ୟରେ ଅପ୍ରିୟ ସୃଷ୍ଟି କରିବ। ପଞ୍ଚମ ଘର ଆସନ୍ତୁ। ପୁତ୍ର ଭାବ ଫଳ ଘରେ ମଧ୍ୟ ଶନି ମହାପ୍ରଭୁ ଅବସ୍ଥାନ କରିଛନ୍ତି ପଞ୍ଚମ ଘରେ। ପଞ୍ଚମରେ ଶନି ରହିଲେ ଆପଣ କ'ଣ କରିବ? ଧନ ହାନି, ପ୍ରାଣ ପୀଡ଼ା, ଅଶାନ୍ତି, ଅର୍ଥ ବ୍ୟୟ ଏବଂ ତତ୍ ସଙ୍ଗେ ସଙ୍ଗେ ଶରୀର ବିଭିନ୍ନ ପ୍ରକାର ରୋଗ ସମସ୍ୟା କରିବ, ମନଟି ଅଶାନ୍ତି ରହିବ। ଶନି ମହାଗ୍ରହ ଆପଣଙ୍କ ସପକ୍ଷରେ ନାହାନ୍ତି, ଟିକେ ଖୁବ୍ ସାବଧାନ ରହିବେ। ତାପରେ ଆସନ୍ତୁ ବର୍ତ୍ତମାନ ଅଷ୍ଟମ ଘରେ ନିଧନ ଗୃହରେ ବୃହସ୍ପତି ମହାପ୍ରଭୁ ଅବସ୍ଥାନ କରୁଛନ୍ତି। ବୃହସ୍ପତି ମହାପ୍ରଭୁ ହେଲେ ଜାତିଶ୍ରେଷ୍ଠ ବ୍ରାହ୍ମଣ ଏବଂ ଜ୍ଞାନୀ ପଣ୍ଡିତ। ଏ ବୃହସ୍ପତି ମହାପ୍ରଭୁଙ୍କର ନିର୍ଦ୍ଦେଶରେ ଅନ୍ୟ ଗ୍ରହମାନେ ସବୁ ପରିଚାଳିତ ହୁଅନ୍ତି। ଏ ଜାତିଶ୍ରେଷ୍ଠ ବ୍ରାହ୍ମଣ ଜ୍ଞାନୀ ପଣ୍ଡିତ ସର୍ବଦା ଚାହେଁ ଶୁଭ କାର୍ଯ୍ୟ କରିବା ପାଇଁ, କିନ୍ତୁ ଅଷ୍ଟମ ନିଧନ ଗୃହରେ ବୃହସ୍ପତି ଥିବାରୁ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବନି। କାରଣ ଅଷ୍ଟମ ବୃହସ୍ପତି ପଡ଼ିଥିବାରୁ କୁରୁରାଜ କ'ଣ ଥିଲେ? କୁରୁରାଜ ବିନାଶ ଘଟିଥିଲେ, ଦୁର୍ଦ୍ଦର୍ଶନ ରାଜ ବିନାଶ ଘଟିଥିଲେ। ଧନ ନାଶ, ପ୍ରାଣ ପୀଡ଼ା, ଶରୀର ଆପଣଙ୍କୁ ଅସୁସ୍ଥ ରହିବ, ଟେନସନ୍, ମାନସିକ ଅଶାନ୍ତି
ଏବଂ ତତ୍ସଙ୍ଗେ ସଙ୍ଗେ ଆପଣ ଆସନ୍ତୁ ଦଶମରେ କର୍ମ ଭାବ ଫଳ। ଆପଣ କିପରି କର୍ମ କରୁଛନ୍ତି? କର୍ମ ଭାବ ଫଳରେ କେତୁ ରହିଛନ୍ତି। କେତୁ ମହାଗ୍ରହ। ଦେଖନ୍ତୁ ଏପଟେ କେତୁ ରହିଛନ୍ତି, ଏପଟେ ରାହୁ ରହିଛନ୍ତି। ରାହୁ କେତୁ ହେଲେ ଦୁଇ ଭାଇ, ମନେ ରଖିଥାନ୍ତୁ। କେତୁ ହେଲା ତାଙ୍କର ମସ୍ତିଷ୍କ ବିହୀନ, କେବଳ ତାଙ୍କର ଶରୀର ଅଛି। କର୍ମ ଭାବ ଫଳରେ ଦଶମ ଗୃହରେ ବର୍ତ୍ତମାନ କେତୁ ଅବସ୍ଥାନ କରିଥିବାରୁ ଆପଣ ଶୁଭଫଳ ପ୍ରଦାନ କରିବ। ଶୁଭ କ'ଣ ପ୍ରଦାନ କରିବ? ଶାସ୍ତ୍ର ଯାହା କହୁଛି ତ୍ରିଷଷ୍ଠେ ଦଶେ ଏକାଦଶ କେତୁ ସର୍ବରିଷ୍ଟଙ୍ଗ ବିନଶତି ଯେତେ ଯାହା ରିଷ୍ଟ ବାଧା ବିଘ୍ନ ଆସିଲେ ସୁଦ୍ଧା କେତୁ। ଆଗରୁ ଯେଉଁ ପୂର୍ବ ଥିଲା ଯୁକ୍ତିତର୍କ କିଏ କେତୁ ହୁଆରିବୁ, ସେଇଟା ସବୁ ସେଥିରୁ ଆପଣ ସବୁ ମୁକ୍ତ ପାଉଛନ୍ତି। ମୁକ୍ତ ପାଇବେ, ଅଶାନ୍ତି ଶକ୍ତି ଦୂର କରିବେ କେତୁ। ଏବଂ ଯେତେ ଯାହା ବାଧା ବିଘ୍ନ ରିଷ୍ଟ ଆସେ ସବୁ ଖଣ୍ଡନ କରିବେ କେତୁ। ତାପରେ ଆସନ୍ତୁ ଦ୍ୱାଦଶ ଘରେ ବ୍ୟୟାଧିପତି ଘର। ଦ୍ୱାଦଶ ଘରେ ଆପଣଙ୍କ ଚନ୍ଦ୍ର ମହାଗ୍ରହ ଅବସ୍ଥାନ କରୁଛନ୍ତି। ଆପଣ ଶାସ୍ତ୍ର କ'ଣ କହୁଛି? ଶାସ୍ତ୍ର ଅନୁସାରେ ଯାଉଛେ ଆସୁ ଜ୍ଞାନୀ ଋଷି ମାନେ ସେବାକୁ ଲେଖିଛନ୍ତି, ତାଙ୍କରି ଲେଖାକୁ ଫଲୋ କରି ଆମେ ଆପଣମାନଙ୍କୁ କହୁଛୁ। ଦ୍ୱାଦଶ ରାଶିରେ ବର୍ତ୍ତମାନ ଦ୍ୱାଦଶରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି। ଚନ୍ଦ୍ରରେ କ'ଣ କରିବା? ଦ୍ୱାଦଶ ବନ୍ଧନ ଭୟ ଆପଣଙ୍କୁ ବ୍ୟୟ କରିବ, ବିଚଳିତ କରିବ, ଅର୍ଥନାଶ କରିବ। ଆପଣଙ୍କ ଚନ୍ଦ୍ର ମହାପ୍ରଭୁ ଆପଣଙ୍କ ସପକ୍ଷରେ ନାହାନ୍ତି। ତାପରେ ମୋଟାମୋଟି ଭାବରେ ଆପଣ କହିବାକୁ ଗଲେ କୌଣସି ଏକ ବନ୍ଧୁକ ଯୋଗୁଁ ଆପଣ କାର୍ଯ୍ୟରେ ଆପଣଙ୍କୁ ସେ ସାହାଯ୍ୟ କରିବ। ବ୍ୟବସାୟରେ ମଧ୍ୟ ଆପଣ ସାହାଯ୍ୟ କରିବ, ଅଚାନକ। ପାରିବାରିକ ଶାନ୍ତି ପାଇବେ, ଶରୀର ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ଏକ ଶୁଭ ଖବର ପାଇ ଆପଣ ବହୁତ ଖୁସି ହେବେ ଏବଂ ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ଲାଭ କରିବେ। ଆପଣଙ୍କୁ କିପରି ଲାଗିଲା? ଆପଣ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସଙ୍ଗେ ସଙ୍ଗେ କମେଣ୍ଟ ବକ୍ସ ଅବଗତ କରାଇବେ। ଏ ଯେଉଁ ଗ୍ରହ ଆପଣଙ୍କ ଖରାପ ପଡ଼ିଲା, ଆପଣଙ୍କ ବର୍ତ୍ତମାନ ବୃହସ୍ପତି ଖରାପ ରହୁଛନ୍ତି, ରାହୁ ରହୁଛନ୍ତି, ଆପଣଙ୍କ ଶନି ରହୁଛି, ଏହାର ପ୍ରତିକାର ସମ୍ବନ୍ଧେ ମୁଁ ଆର ସପ୍ତାହରେ ଏଇ ରାଶିମାନଙ୍କର ଏଇ ଗ୍ରହମାନଙ୍କର ପ୍ରତିକାର ସମ୍ବନ୍ଧେ ଆପଣଙ୍କୁ ଏଇ ୟୁଟ୍ୟୁବ୍ ଚ୍ୟାନେଲରେ ଜଣାଇବି। ଆପଣ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟ ବକ୍ସ ଅବଗତ କରାଇବେ। ଜୟ ଜଗନ୍ନାଥ।